ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ମିଳିଥାଏ। ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ପୋଷକର ମାତ୍ରା ପରିପୂର୍ଣ୍ଣ ହୋଇଥାଏ। ଦୈନନ୍ଦିନ ଜୀବନରେ ଆମେ ଯେଉଁ କାର୍ଯ୍ୟଗୁଡ଼ିକ କରିଥାଉ ଏହି ପୋଷକକୁ ଦୈନନ୍ଦିନ ଜୀବନର କାର୍ଯ୍ୟରେ ବିନିଯୋଗ କରିପାରିବା। ଖାଦ୍ୟର ପୋଷକକୁ ଆଧାର କରି ଖାଦ୍ୟକୁ ମୁଖ୍ୟତଃ 5 ଭାଗରେ ବିଭକ୍ତ ହୁଏ, ଯଥା ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍ ବା ଜୀବସାର ଏବଂ ଖଣିଜ ଲବଣ ଧାତୁସାର। ଶ୍ୱେତସାର ଜାତୀୟ ଖାଦ୍ୟ ଯଥା ଚାଉଳ, ଚିନି, ଗୁଡ଼, ଆଳୁ, ମାଣ୍ଡିଆ, ମକା, ସାରୁ, ବାଜରା, ଅଟା, କନ୍ଦମୂଳ ଇତ୍ୟାଦି ଖାଦ୍ୟ ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇ ବଳକା ଶ୍ୱେତସାର ଶରୀରର ଚର୍ବି ଆକାରରେ ହେଉଥିବା ଆବଶ୍ୟକ ସମୟରେ ଶକ୍ତି ମିଳେ। ପୁଷ୍ଟିସାର ଡାଲି, ସୋୟାବିନ୍, ଛତୁ, ମାଛ, ମାଂସ, ଅଣ୍ଡା ଇତ୍ୟାଦି ପିଲାମାନଙ୍କର ଶରୀର ବୃଦ୍ଧିରେ ସାହାଯ୍ୟ କରି ନଷ୍ଟ ହୋଇଯାଇଥିବା କୋଷ ବଦଳରେ ନୂତନ କୋଷ ସୃଷ୍ଟି କରେ। ସ୍ନେହସାର ତେଲ, ଘିଅ, ଲୁହୁଣୀ ମାଛ, କ୍ଷୀର, ମାଂସ, ଅଣ୍ଡା ଇତ୍ୟାଦି କାର୍ଯ୍ୟଗୁଡ଼ିକୁ ଶକ୍ତି ଯୋଗାଇ ଚର୍ମ ଚିକ୍କଣ ରହେ। ଭିଟାମିନ୍ ବା ଜୀବସାର ଭିଟାମିନ୍ ଏ ଉଚ୍ଚ ପାଚିଲା ଅମୃତଭଣ୍ଡା, ପାଚିଲା ଆମ୍ବ, ଗାଜର, କ୍ଷୀର, ମାଛ ତେଲ, ବହୁଜନିତ ରୋଗ, ଅନ୍ଧାରକଣା ରୋଗ ହୁଏ, ବେଳେବେଳେ ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ଲୋପ ପାଇଯାଏ, ଚର୍ମ ଶୁଖିଲା ରହେ, କାଠ ବ୍ରଣ ବାହାରେ। ଭିଟାମିନ୍ ବି ପପାଣ୍ଡିଆ ବା ଢିଙ୍କି କୁଟା ଚାଉଳ, ଚୋକଡ଼ ମିଶା ଅଟା, ବାସି ତୋରାଣୀ, କାଞ୍ଜି ଶାଗ, ଛୁଇ କଞ୍ଚା କ୍ଷୀର। ବେରି ବେରି ରୋଗ ହୁଏ, ପାଟିର କଳ ଘା, କୁଣ୍ଡ ଘା, ଗୋଡ଼ ହାତ ଫୁଲିଯିବା, ଝିମଝିମ୍ ଲାଗିବା, ତଳିପାଦରେ ଛୁଞ୍ଚି ପଡ଼ିବା, ଫୁଲି ଲାଗିବା। ଭିଟାମିନ୍ ସି କମଳା, ଲେମ୍ବୁ, କଦଳୀ, ଟମାଟୋ, କମଳା, କଞ୍ଚା ଲଙ୍କା, ତଟକା ପନିପରିବା। ସ୍କର୍ଭି ରୋଗ ହୁଏ, ଦାନ୍ତ ମାଡ଼ି ରକ୍ତ ପଡ଼ି ଘା ଶୀଘ୍ର ଶୁଖିନାହିଁ। ଭିଟାମିନ୍ ଡି ଛୋଟ ମାଛ, ଛେଳି କଲିଜା, ଅଣ୍ଡା, କୋଟ ମାତ୍ର, ତେଲ, କ୍ଷୀର, ସୂର୍ଯ୍ୟକିରଣ ଭିଟାମିନ୍ ଡି ମିଳେ ନାହିଁ। ଆମ ଚର୍ମ ଉପରେ ସକାଳୁ ସୂର୍ଯ୍ୟକିରଣ ପଡ଼ିଲେ ଭିଟାମିନ୍ ଡି ତିଆରି ହୁଏ। ସେଥିପାଇଁ ଶିଶୁକୁ ସକାଳୁ ସୂର୍ଯ୍ୟଙ୍କର କିରଣରେ କିଛି ସମୟ ଶୁଆଇ ଦିଆଯିବା ଆବଶ୍ୟକ। ରିକ୍ଟସ୍, ଅଷ୍ଟିଓମାଲିସିଆ ରୋଗ ହୁଏ, ହାତ ଗୋଡ଼ ସରୁ ହୋଇଯାଏ, ଅସ୍ଥି ଟାଣ ହୁଏ ନାହିଁ। ଭିଟାମିନ୍ ଇ ଗଜାମୁଗ, ଗଜାବୁଟ, ରାଶି ତେଲ, ସୂର୍ଯ୍ୟମୁଖୀ ତେଲ, ଫଳ। ଚର୍ମ ଚିକ୍କଣ ରହେ ନାହିଁ କାରଣ ସ୍ନେହସାର ବାଧାପ୍ରାପ୍ତ ହୁଏ। ସ୍ତ୍ରୀ ଲୋକମାନଙ୍କର ଗନ୍ଧିଆ ରୋଗ ହେବାର ସମ୍ଭାବନା ଥାଏ। ଭିଟାମିନ୍ କେ ବିଭିନ୍ନ ପ୍ରକାର ଶାଗ, ମାଛ, କ୍ଷୀର, ମାଂସ, ସଜ ପରିବା, ଫଳ, ବନ୍ଧାକୋବି। ଶରୀରର କୌଣସି ସ୍ଥାନ କଟି ଗଲେ ରକ୍ତସ୍ରାବ ବନ୍ଦ ହୁଏ ନାହିଁ। ଖଣିଜ ଲବଣ ବା ଧାତୁସାର ଖଣିଜ ଲବଣ କ୍ୟାଲସିୟମ୍ ଯୁକ୍ତ ଲବଣ। ଏହା କେଉଁଥିରୁ ମିଳେ? ଚୁନା ମାଛ, ମାଛକଣ୍ଟା, କ୍ଷୀର, ମାଂସ, ଶାଗ। ଏହାର କାର୍ଯ୍ୟ ଦାନ୍ତ ଏବଂ ଅସ୍ଥି ଗଠନରେ ସାହାଯ୍ୟ କରି ଅଭାବଜନିତ ରୋଗ, ଅସ୍ଥି ବଙ୍କା ହୋଇଯାଏ। ଲୌହଯୁକ୍ତ ଲବଣ ସଜନା ଶାଗ, ପୋଇ, ଭେଣ୍ଡି, କଦଳୀ, ମାଣ୍ଡିଆ, ପାଳଙ୍ଗ ଇତ୍ୟାଦି ରକ୍ତ ତିଆରିରେ ସାହାଯ୍ୟ କରି ରକ୍ତହୀନତା ଦେଖାଦିଏ। ଆୟୋଡିନ୍ ଯୁକ୍ତ ଲବଣ ସଜନା, ଛୁଇଁ, ସମୁଦ୍ର ମାଛ, ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଥିବା ପରିବା, ଫଳ। ଆୟୋଡିନ୍ ଯୁକ୍ତ ଲୁଣ ଥାଇରଏଡ୍ ଗ୍ରନ୍ଥିକୁ ସାହାଯ୍ୟ କରି ବଳଗଣ୍ଡ ରୋଗ ହୁଏ, ପିଲାମାନଙ୍କର ମାନସିକ ବିକାଶରେ ବାଧା ସୃଷ୍ଟି କରେ। ସ୍ୱାସ୍ଥ୍ୟ ଦୈନନ୍ଦିନ ଜୀବନରେ ଲୋକମାନେ ଅଧିକ ମାତ୍ରାରେ ଜଙ୍କ ଫୁଡ୍ ଖାଉଛନ୍ତି, ଯାହାକି ଆମ ଶରୀରକୁ କୌଣସି ପ୍ରକାର ପୋଷକ ଯୋଗାଇ ନଥାଏ। ଅନ୍ୟ ପକ୍ଷରେ ଆମେ ଯଦି ଜୈବ ଖତ ପ୍ରୟୋଗ ଦ୍ୱାରା ଉତ୍ପାଦନ କରାଯାଇଥିବା ଫଳ ଏବଂ ପନିପରିବାଗୁଡ଼ିକୁ ସଠିକ୍ ପରିମାଣରେ ଖାଇବା, ତାହେଲେ ଆମ ଶରୀରରେ ପୋଷକର ମାତ୍ରା ପରିପୂର୍ଣ୍ଣ ହୋଇଯିବ। ପ୍ରତିଦିନ ଆମେ ଲୁଗା କରିବା ଲୁଗା କରିବା ଦ୍ୱାରା ଆମ ଶରୀରରେ ଥିବା ଖରାପ ଅଂଶଗୁଡ଼ିକ ରହିଥାଏ, ସେଗୁଡ଼ିକ ଝାଳ ମାଧ୍ୟମରେ ବାହାରି ଆସିଯାଇଥାନ୍ତି ଏବଂ ଆମ ଶରୀରର ମୋଟାପଣ ଗୁଡ଼ିକ କମିଯାଇଥାଏ। ପ୍ରତିଦିନ ଆମେ ମୋଟର ସାଇକେଲ ବଦଳରେ ସାଇକେଲ ଚଳାଇବା ଉଚିତ, କାରଣ ସାଇକେଲ ଚଳାଇବା ଦ୍ୱାରା ଆମ ହାତ ଗୋଡ଼ ସୁସ୍ଥ ରହିଥାଏ ଏବଂ ଆମ ଦେହ ମଧ୍ୟ ସୁସ୍ଥ ରହିଥାଏ। ଆଧୁନିକ ଯୁଗରେ ଲୋକମାନେ ଦୁଃଖ ବେଳେ କିମ୍ବା ସୁଖ ବେଳେ ମଦ୍ୟପାନ ଏବଂ ଧୂମ୍ରପାନ କରୁଛନ୍ତି, ଯାହାଫଳରେ ଲୋକମାନଙ୍କର ଶରୀର ଅନେକ ରୋଗରେ ଆକ୍ରାନ୍ତ ହୋଇଥାଏ। ଧୂମ୍ରପାନ କରିବା ଦ୍ୱାରା ଜଣେ ମଣିଷର ମସ୍ତିଷ୍କ ଭଲ ଭାବେ କାମ କରିନଥାଏ, ଅର୍ଥାତ୍ ସେ କେଉଁ କାର୍ଯ୍ୟଗୁଡ଼ିକୁ କରିଥାଏ ସେ ନିଜେ ମଧ୍ୟ ଜାଣିପାରିନଥାଏ। ଅନ୍ୟପକ୍ଷରେ କର୍କଟ ରୋଗ ହେବାର ଅଧିକ ମାତ୍ରାରେ ସମ୍ଭାବନା ରହିଥାଏ। ସ୍ୱଚ୍ଛତା ଦୈନନ୍ଦିନ ଜୀବନରେ ଲୋକମାନେ ଅଧିକ ମାତ୍ରାରେ ପ୍ଲାଷ୍ଟିକ୍ ଗୁଡ଼ିକୁ ବ୍ୟବହାର କରୁଛନ୍ତି ଏବଂ ପ୍ଲାଷ୍ଟିକ୍ ଗୁଡ଼ିକୁ ବ୍ୟବହାର କରିସାରିଲା ପରେ ଏଣେତେଣେ ଫିଙ୍ଗି ଦେଉଛନ୍ତି କିମ୍ବା ନିଆଁ ଲଗାଇ ଦେଉଛନ୍ତି। ପ୍ଲାଷ୍ଟିକ୍ ଗୁଡ଼ିକୁ ନିଆଁ ଲଗାଇବା ଦ୍ୱାରା ଧୂଆଁ ବାହାରୁଛି ଏବଂ ସେ ଧୂଆଁ ଗୁଡ଼ିକ ଆସ୍ତେ ଆସ୍ତେ ବାୟୁରେ ମିଶୁଛି, ଯାହାଫଳରେ ବାୟୁ ପ୍ରଦୂଷିତ ହେଉଛି। ସେହି ପ୍ରଦୂଷିତ ବାୟୁକୁ ଆମେ ନିଶ୍ୱାସରେ ଶରୀର ଭିତରକୁ ନେଇଥାଉ, ଯାହାଦ୍ୱାରା ଆମ ଶରୀର ଅନେକ ରୋଗରେ ଆକ୍ରାନ୍ତ ହୋଇଥାଏ। ସେଥିଲାଗି ଆମେ ପ୍ଲାଷ୍ଟିକ୍ ଗୁଡ଼ିକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରିବା ଏବଂ ପ୍ଲାଷ୍ଟିକ୍ ଗୁଡ଼ିକୁ ଏଣେତେଣେ ନ ଫିଙ୍ଗି କିମ୍ବା ନିଆଁ ନ ଲଗାଇ ଡଷ୍ଟବିନ୍ରେ ଫିଙ୍ଗିବା ଏବଂ ପ୍ଲାଷ୍ଟିକ୍ ଗୁଡ଼ିକୁ ଯେତେ ପରିମାଣରେ ହେବ ପୁନଃଚକ୍ରଣ କରିବା। ଆଧୁନିକ ଯୁଗରେ ଲୋକମାନେ ଅଧିକ ମାତ୍ରାରେ ଯାନବାହନ ଚଳାଚଳ କରୁଛନ୍ତି, ଯାହାଫଳରେ ବାୟୁ ପ୍ରଦୂଷିତ ହେଉଛି। ଅନ୍ୟପକ୍ଷରେ ଆମେ ଯଦି ସାଇକେଲ ଚଳାଇବା ତାହେଲେ ବାୟୁ ପ୍ରଦୂଷିତ ହେବ ନାହିଁ ଏବଂ ଆମ ଦେହ ମଧ୍ୟ ସୁସ୍ଥ ରହିବ। ଯଦି ଆମର ଅତ୍ୟନ୍ତ ଆବଶ୍ୟକତା ଥାଏ ତାହେଲେ ଆମେ ଯାନବାହନ ବ୍ୟବହାର କରିବା, କିନ୍ତୁ ଯାନବାହନରେ ଇନ୍ଧନ ନୁହେଁ ସିଏନ୍ଜି ଅର୍ଥାତ୍ କମ୍ପ୍ରେସର୍ ନ୍ୟାଚୁରାଲ୍ ଗ୍ୟାସ୍ ବ୍ୟବହାର କରି ଯାନବାହନ ଚଳାଚଳ କରିବା ଦ୍ୱାରା ବାୟୁ ମଧ୍ୟ ସୁସ୍ଥ ରହିବ। ଆଧୁନିକ ଯୁଗରେ ଲୋକମାନେ ବାହାରିଲେ ମାସ୍କ ବ୍ୟବହାର କରନ୍ତି ଏବଂ ପୁରା ପୃଥିବୀ ଉପରେ ହାତ ଧୁଅନ୍ତି ଏବଂ ସପ୍ତାହରେ 2 ଥର ଲୋକ ବାହାରନ୍ତି। ଆପଣମାନଙ୍କ ସରିଲେ କମନ୍ ରୁମ୍କୁ ପଳେଇ ଆସିବେ। ଆଜ୍ଞା ଫାଇନାଲ୍ ଡେଟ୍ ମୋ ପାଖରେ ଅଛି। ସମସ୍ତଙ୍କ ପାଇଁ ଏକ ବିଶେଷ ସୂଚନା ବିଭିନ୍ନ ସ୍କୁଲ ଲେଭେଲରେ ଚାଲିଥିଲା ଏସ୍ପିରେସନାଲ କ୍ଲବର ଏକ୍ଜିବିସନ୍
डिस्प्ले करा जाउछि रूम नंबर 6 और 7 आम विद्यालय स्मार्ट क्लासरूम 6 और 7 नंबर रूम रे एस्पिरेशनल क्लब एग्जीबिशन चली समस्त पार्टिसिपेंट एवं टीचर को अनुरोध करूँ से माने 6 नंबर 7 नंबर रूम के विजिट करेंगे एवं क्लब एक्टिविटी पिला मानकर सेटा भी प्रदर्शन करेंगे।